ବ୍ରହ୍ମାଙ୍କ ପୁତ୍ର ପ୍ରଜାପତି ଦକ୍ଷଙ୍କ ଝିଅ ସତୀଙ୍କ ସହ ଭଗବାନ ଶିବଙ୍କର ବିବାହ ହୋଇଥିଲା। କିଛି ସମୟ ପରେ ଦକ୍ଷକୁ ସମଗ୍ର ବ୍ରହ୍ମାଣ୍ଡର ଅଧିପତି ବନାଯାଇଥିଲା। ଏହି ସମ୍ମାନ ପାଇ ଦକ୍ଷଙ୍କ ମନରେ ଅଭିମାନ ଆସିଗଲା ଏବଂ ସେ ନିଜକୁ ସବୁଠାରୁ ଶ୍ରେଷ୍ଠ ବୋଲି ଭାବିବାକୁ ଲାଗିଲା। ଗୋଟିଏ ଯଜ୍ଞରେ ଭଗବାନ ଶିବ ତାଙ୍କୁ ପ୍ରଣାମ କରିନଥିବାରୁ ଦକ୍ଷ ଶିବଙ୍କୁ ଅନେକ ଅପଶବ୍ଦ କହିଥିଲେ। ଦକ୍ଷ ଶିବଙ୍କୁ କହିଥିଲେ ଯେ ଦେବଯଜ୍ଞରେ ତାକୁ ଯାହା ବି ଅଂଶ ବାହାରିବ ତାହା ଶିବଙ୍କୁ ଗ୍ରହଣ ହେବ ନାହିଁ। ସେ ମହାଦେବକୁ ବହୁତ ଘୃଣା କରୁଥିଲେ, କାହିଁକିନା ମହାଦେବ ବ୍ରହ୍ମାଙ୍କର ଗୋଟେ ମୁଣ୍ଡ କାଟି ଦେଇଥିଲେ। ଏହାର କାରଣ ହେଉଛି ସେହି ମୁଣ୍ଡଟି ବେଦର ଅପମାନ କରୁଥିଲା, କିନ୍ତୁ ଦକ୍ଷ କିଛି ବୁଝୁନଥିଲେ। ସେ ମହାଦେବଙ୍କୁ ସେଦିନଠାରୁ ଘୃଣା କରୁଥିଲେ। କିଛି ଦିନ ପରେ ଦକ୍ଷ ଏକ ଭବ୍ୟ ଯଜ୍ଞର ଆୟୋଜନ କଲେ। ସେହି ଯଜ୍ଞରେ ସମସ୍ତ ଦେବୀ ଦେବତାମାନଙ୍କୁ ଆମନ୍ତ୍ରଣ କଲେ, କିନ୍ତୁ ଅଭିମାନୀ ଦକ୍ଷ ଶିବଙ୍କୁ ଆମନ୍ତ୍ରଣ କଲେ ନାହିଁ। ଦେବୀ ସତୀ ତାଙ୍କ ପିତା ଯଜ୍ଞ ଆୟୋଜନ କରୁଛନ୍ତି ବୋଲି ଜାଣିପାରିଲେ ଓ ସମସ୍ତଙ୍କୁ ଡାକିଛନ୍ତି ବୋଲି ମଧ୍ୟ ଜାଣିପାରିଲେ। ତାପରେ ସେ ସେଠାକୁ ଯିବା ପାଇଁ ମହାଦେବକୁ ଅନୁମତି ମାଗିଲେ, କିନ୍ତୁ ମହାଦେବ ତାଙ୍କୁ ସେଠାକୁ ଯିବାକୁ ଦେଉନଥିଲେ। ସେ କହିଲେ କି ସତୀ, ତମେ ଯଦି ସେଠାକୁ ଯିବ ତେବେ ତମର ଅହିତ ହେବ। କିନ୍ତୁ ଦେବୀ ସତୀ ମହାଦେବଙ୍କର କୌଣସି କଥା ଶୁଣୁନଥିଲେ ଏବଂ ଗୋଟିଏ ଜିଦ୍ ଧରି ବସିଥିଲେ କି ସେ ତାଙ୍କ ପିତାଙ୍କ ଯଜ୍ଞକୁ ଯିବେ ଓ କହିଥିଲେ କି ଯଦି ସେଠାକୁ ଗଲେ ମୋର ଅହିତ ହେବ, ତେବେ ମୋର ଅହିତ ହେବା ପରେ ଆପଣ ଆସିବେ। ଏହା ସେ ମହାଦେବଙ୍କୁ କହିଥିଲେ। ତାପରେ ମହାଦେବ ତାଙ୍କ ଅଭିମାନକୁ ରଖି ତାଙ୍କୁ ଯିବା ପାଇଁ ଅନୁମତି ଦେଲେ। ସତୀ ଯେତେବେଳେ ତାଙ୍କର ବାପାଙ୍କ ଘରେ ପହଞ୍ଚିଲେ, ଦକ୍ଷ ତାଙ୍କୁ ଅବହେଳା କଲେ। ଯଜ୍ଞରେ ଶିବଙ୍କ ଅଂଶ ନଥିବାରୁ ସତୀ ଖୁସି ହୋଇନଥିଲେ ଏବଂ ସମସ୍ତଙ୍କୁ ଏହି ବାବଦରେ କେତେ କଥା କହିଥିଲେ। ଏହା ଶୁଣି ଦକ୍ଷ ମଧ୍ୟ ଶିବଙ୍କ ନିନ୍ଦା କରିବାକୁ ଆରମ୍ଭ କରିଦେଲେ। ଦକ୍ଷ ବହୁତ ନିନ୍ଦା ଅପମାନ ମହାଦେବଙ୍କୁ ଦେଲେ, ଯାହା ଦେବୀ ସତୀଙ୍କ ପାଇଁ ଅସହନୀୟ ହୋଇପଡ଼ିଲା। ତାପରେ ଦେବୀ ସତୀ ଅତ୍ୟନ୍ତ ରାଗିଗଲେ ଏବଂ ଦୁଃଖିତ ହେଲେ। ତାପରେ ସେ ତାଙ୍କର ବିଶ୍ୱରୂପ ଧାରଣ କଲେ ଏବଂ ନିଜର ଯୋଗାଗ୍ନି ଦ୍ୱାରା ନିଜର ଦେହକୁ ଭସ୍ମ କରିଥିଲେ। ଏହି କଥା ମାନ ଜାଣିବା ପରେ ମହାଦେବ ଅତ୍ୟନ୍ତ କ୍ରୋଧିତ ଅବସ୍ଥାକୁ ଆସିଗଲେ। ସେ ନିଜର ଗୋଟିଏ ଜଟା ଛିଡ଼ାଇ ଭୂମିରେ ପକାଇଦେଲେ। ସେହି ଜଟାରୁ ବୀରଭଦ୍ର ଓ ମହାକାଳୀ ଉତ୍ପନ୍ନ ହେଲେ। ମହାଦେବ ସେମାନଙ୍କୁ ଦକ୍ଷଙ୍କ ଯଜ୍ଞ ବିଧ୍ୱଂସ କରିବାକୁ ଆଦେଶ ଦେଲେ ଏବଂ ଦକ୍ଷଙ୍କ ମୁଣ୍ଡ କାଟ କରିବାକୁ ମଧ୍ୟ ଆଦେଶ ଦେଇଥିଲେ। ସେମାନେ ଏକ କ୍ଷଣ ମଧ୍ୟରେ ଯଜ୍ଞକୁ ଧ୍ୱଂସ କରିଥିଲେ ଏବଂ ବୀରଭଦ୍ର ଦକ୍ଷଙ୍କ ମୁଣ୍ଡ କାଟି ଯଜ୍ଞକୁ ଫିଙ୍ଗିଦେଲେ। ଦକ୍ଷଙ୍କ ମୁଣ୍ଡ ଅଗ୍ନିରେ ଭସ୍ମ ହୋଇଗଲା। ଏହା ଦେଖି ସମସ୍ତ ଦେବତା ଭୟଭୀତ ହୋଇଗଲେ ଏବଂ ଶିବଙ୍କ ସ୍ତୁତି ଜ୍ଞାନ କରି ଶିବଙ୍କୁ ଶାନ୍ତି ପାଇଁ ଅନୁରୋଧ କଲେ। ମହାଦେବ ଯେପରି ଶାନ୍ତ ହେଲେ, ସେ ଶାନ୍ତ ହେବା ପରେ ସେ ଦକ୍ଷଙ୍କ ମୁଣ୍ଡକୁ ଯେଉଁ କାଟିଥିଲେ ତାହା ଫେରାଇ ପାରିବେ ନାହିଁ, କିନ୍ତୁ ତା ବଦଳରେ ସେ ଦକ୍ଷଙ୍କୁ ଏକ ଛେଳିର ମୁଣ୍ଡ ପ୍ରଦାନ କଲେ। ଏହାପରେ ଶିବଙ୍କ ଅନୁମତିରେ ଦକ୍ଷ ତାଙ୍କ ଯଜ୍ଞ ପୂର୍ଣ୍ଣ କରିପାରିଲେ। ମହାଦେବ ତାଙ୍କ ପ୍ରିୟ ପତ୍ନୀ ସତୀଙ୍କ ଶବକୁ ନେଇ ସମଗ୍ର ବ୍ରହ୍ମାଣ୍ଡରେ ଘୂରିବାକୁ ଲାଗିଲେ। ତାଙ୍କ ତାପଶକ୍ତିରୁ ସମଗ୍ର ବିଶ୍ୱ ଜଳିବାକୁ ଲାଗିଲା। ସବୁଆଡ଼େ ହାହାକାର ପଡ଼ିଯାଇଥିଲା। ମହାଦେବଙ୍କର ଏହି ପୀଡ଼ା ଆଉ ସହନୀୟ ହୋଇପାରୁନଥିଲା। ସେଥିପାଇଁ ଭଗବାନ ବିଷ୍ଣୁ ତାଙ୍କର ସୁଦର୍ଶନ ଚକ୍ର ଦ୍ୱାରା ସତୀଙ୍କର ଶରୀରକୁ ପ୍ରହାର କରେ। ପ୍ରହାର କଲା ପରେ ସତୀଙ୍କର ଶରୀର 51ଟି ଖଣ୍ଡରେ ବିଭକ୍ତ ହୋଇଗଲା। ସେ ଖଣ୍ଡଗୁଡ଼ିକ ପୁରା ବିଚ୍ଛୁରିତ ହୋଇଗଲା। ଯେଉଁଠି ଏ ଖଣ୍ଡଗୁଡ଼ିକ ପଡ଼ିଲା ସେଠି ଶକ୍ତିପୀଠର ସ୍ଥାପନ ହେଲା। ସତୀଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହେଲା ପରେ ମହାଦେବ ଅତ୍ୟନ୍ତ ଦୁଃଖିତ ହେଲେ ଏବଂ ସେ କୈଳାସ ପର୍ବତକୁ ଚାଲିଗଲେ ଓ ସେଠାରେ ସେ ଏକାକୀ ସମାଧି ନେଇଗଲେ। ଏହିଭଳି ଭାବେ ହୋଇଥିଲା 51 ଶକ୍ତିପୀଠର ସ୍ଥାପନା। ବନ୍ଧୁଗଣ, ଭିଡ଼ିଓଟା ଆପଣଙ୍କୁ କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।
चैनल को सब्सक्राइब करें, वीडियो को लाइक कर दियंतु।